କିନ୍ତୁ ମୋ ବୋଉ ଆଗରୁ ଯେତେବେଳେ ରୋଷେଇ କରୁଥିଲା ସେତେବେଳେ ଆମର କେବଳ କାଠ ଘଷି ଗୁଣ୍ଡା ଏଇ ସବୁ ଜାଳ ହେଉଥିଲା। ଆଉ ଗୋଟେ ରୋଟର ପୁଣା ରୋଟର ସେପଟେ ମଧ୍ୟ ଅଛି। ଏ ରୋଟର ଦିଟା ଆଜ୍ଞା ନଗଦ ପଇସା। ଏ ଦିଟା ନାଳ ଥିଲା, ନାଳର ଗୋଟେ ବାଁ ସାଇଡରେ ପୋଲ ଥିଲା। ସେ ପୋଲରେ ଦେଖନ୍ତୁ ଏଇଟା ବାଡ଼େଇ ଦେଇଥିଲା ପପର ନିଦା ଭଳିଆ ଲସ୍ ହେଇଗଲାଣି। ଏ ଗାଡ଼ିଟି ମଧ୍ୟ ଫାଇନାନ୍ସରେ ଆଣିଥିଲୁ, ଅଳ୍ପ କିଛି ଫାଇନାନ୍ସ କରିଥିଲୁ। ଗାଡ଼ିର ରେଟ୍ ତ ସବୁବେଳେ ଅପ୍ ଆଣ୍ଡ ଡାଉନ୍ ହେଉଥାଏ, ସେଇଟା କେବଳ ଆପଣମାନେ ବରାବର ଜାଣିପାରିବେ ଆପଣମାନଙ୍କ ପାଖ ଡିଲର। ସାଙ୍ଗମାନେ ବୋଉ ପୁରା ଗୋଟେ ସ୍ପେଶାଲ ଆଇଟମ୍ ତିଆରି କରୁଛି, ଦେଖଉଛି ଆପଣମାନଙ୍କୁ। ଦେଖନ୍ତୁ ଏଇଟା ପୁରା ଆଳୁ ଲଙ୍କା ରସୁଣ ଗୋଟେ ସବୁ ଛେଚା ହେଉଛି। ଜୟ ଜଗନ୍ନାଥ ସାଙ୍ଗମାନେ, ଶୁଭ ସକାଳ। ସମୟ ବର୍ତ୍ତମାନ 10ଟା ପାଖାପାଖି ହେଇଗଲାଣି। ଅତି ସୁନ୍ଦର ଖରା ଦେଖିପାରୁଥିବେ, ପୁରା ଦିନ ହେଇଯାଇଛି। ପୁରା ଖରା ପୁରା ଜୋର ଟାଣ ଖରା ପଡ଼ିଯାଇଛି। ବୈଶାଖ ମାସ ଆଉ କିଛି ଦିନ ଗଲେ ହେଇଯିବ, ସଂକ୍ରାନ୍ତି ମଧ୍ୟ ହେଇଯିବ। ଦୈନନ୍ଦିନ ଜୀବନରେ ସାଙ୍ଗମାନେ ଆମର ଗ୍ୟାସ୍ ଏତେ ମାନେ ନିର୍ଭର ଆମେ ହେଇଗଲେଣି ଯେ ଗ୍ୟାସ୍ ଉପରେ କାଠ ଚୁଲି ଛାଡ଼ିକି ଏ କଥା କାହିଁକି କହିଲି ନା, କାଲି ଏ କଥାର ମୁଁ ମାନେ ନିଜେ ପ୍ରମାଣ ପାଇଛି। କାଲି ଆମର ଗ୍ୟାସ୍ ସରିଗଲା ସକାଳେ। ଯଦି ସରିଗଲା ସକାଳ ନୁହଁ, ପୂର୍ବ ଦିନ ରାତିରେ ସରିଯାଇଥିଲା। ସକାଳୁ ଉଠିଲା ବେଳକୁ ଗ୍ୟାସ୍ ନାହିଁ। ଟୋଟାଲ୍ ଆମର ଖାଇବା ପିଇବା ହେଲା ବେଳକୁ ହେଇଗଲା ପୁରା 10ଟାରୁ 10:30 ହେଇଗଲା, 11ଟା ପାଖାପାଖି ହେଇଗଲା ସକାଳ ଖିଆ ଖାଇଲା ବେଳକୁ। ଫେର୍ ସେଇଦିନ ସାଙ୍ଗେ ସାଙ୍ଗେ କାଲି ତୁରନ୍ତ ଗ୍ୟାସ୍ ବୁକ୍ କରିକି ଗାଡ଼ିବାଲା ବି ଆସିଥିଲେ, ଦୂରକୁ ଆସିଥିଲେ, କିନ୍ତୁ ଆମେ ଯାଇକି ସେଠି ତାଙ୍କ ପାଖରୁ ଗ୍ୟାସ୍ ଆଣିବାକୁ ପଡ଼ିଲା। ଆଣି ଯାହା ଯେମିତି ହଉ ଆଡ଼ଜଷ୍ଟ ହେଲା, ନହେଲେ ଗ୍ୟାସ୍ ନ ହେଇଥିଲେ ଚୁଲି ଉପରେ ଆଉ ନିର୍ଭର କରିକି ପାଗିଲି ଘରିକା କରିପାରୁନାହାନ୍ତି। କିନ୍ତୁ ମୋ ବୋଉ ଆଗରୁ ଯେତେବେଳେ ରୋଷେଇ କରୁଥିଲା ସେତେବେଳେ ଆମର କେବଳ କାଠ ଘଷି ଗୁଣ୍ଡା ଏଇ ସବୁ ଜାଳ ହେଉଥିଲା। ଏଇସା ତ ଆଉ ସେ ଜାଳ ସବୁ ନାହିଁ, ସମସ୍ତେ ଗ୍ୟାସ୍ ଉପରେ ନିର୍ଭର କଲେଣି। ଏମିତି ରହିଛି କିଛି କଥା। ଆଜି ସାଙ୍ଗମାନେ ଫାଇନାଲି କଥା ହେବା। ଆପଣମାନଙ୍କର ଢେର ସାରା କମେଣ୍ଟ ଅଛି ଯେ ଗାଡ଼ି ଲୋନ୍ କେତେ ଅଛି, EMI କେତେ ଆସୁଛି, ଫାଇନାନ୍ସ କେଉଁ ଫାଇନାନ୍ସ, ସେଇ ବିଷୟରେ ଆଜି ନିଶ୍ଚିନ୍ତ ଆପଣମାନଙ୍କୁ ଜଣାଇଦେବି। ଭିଡ଼ିଓରେ କଣ୍ଟିନ୍ୟୁ ସ୍କିପ୍ ନକରି ଭିଡ଼ିଓ କଣ୍ଟିନ୍ୟୁ ଦେଖନ୍ତୁ, ସବୁ ଜାଣିପାରିବେ। ଆଜି ସେ ବିଷୟରେ ନିଶ୍ଚିନ୍ତ ସବୁ କଥା କହିଦେବି। ଗାଡ଼ି ଫାଇନାନ୍ସ କେତେ ଅଛି, ଲୋନ୍ କେତେ ଅଛି, ଆଉ ଗାଡ଼ି କେତେ ବର୍ଷ ମଧ୍ୟ ହେଲାଣି, ଆଜି ସେ ବିଷୟରେ ସବୁ କଥା ହେବା। ଏବେ ଚାଲନ୍ତୁ ଟିକେ ପାଗିଲି ହରିଆଙ୍କ ପାଖରୁ ବୁଲି ଆସିବା। ଆସି ସାରିଲା ପରେ ଗାଡ଼ି ବିଷୟରେ କହିବି ଆପଣମାନଙ୍କୁ ସବୁ। ଗାଡ଼ି ରହୁଥିଲା ଏଠି, ଏପଟେ ଖରା ଜୋର ହେଲାଣି ବୋଲି ସେଥିପାଇଁ ଗାଡ଼ି ଛାଇ ଜାଗାରେ ନେଇକି ବାଡ଼ିରେ ରଖୁଛୁ, ଆଉ ଖରାରେ ଗାଡ଼ି ରଖିନୁ। ଏପଟେ ପୁରା ଫାଙ୍କାଟା, ଗଛ ପଛ ନାହିଁ, ସେଥିପାଇଁ ନେଇ ବାଡ଼ିରେ ରଖୁଛୁ ଗାଡ଼ି। ଆଇ ସେପଟେ ଅଛି, ପାଗିଲି ହରିକା ଏପଟେ କାମ କରୁଛନ୍ତି, ଛୁଆ ବି ଅଛନ୍ତି। ପାଗିଲି ଟିକେ କହିଦିଅ ଗୁଡ୍ ମର୍ଣ୍ଣିଂ। ଗୁଡ୍ ମର୍ଣ୍ଣିଂ। ଭିଡ଼ିଓକୁ ଟିକେ ଲାଇକ୍ କରିଦେବେ। ସମୟ ବର୍ତ୍ତମାନ 10ଟା ବାଜିଲାଣି। ତୋର ଗୁଡ୍ ମର୍ଣ୍ଣିଂଟା କ'ଣ 10ଟାରେ? ସାଙ୍ଗମାନେ ଜାଣିପାରୁଥିବେ। ଗୁଡ୍ ମର୍ଣ୍ଣିଂ ଅଛି। ଆଚ୍ଛା, ମୋ ଆଈ ଏପଟେ ପାଣି ପିଉଛି। ଆଇ ଟିକେ ଗୁଡ୍ ମର୍ଣ୍ଣିଂ କହିଦେ। ପାଣି ଢୋକି ସାରେ। ହଉ ପାଣି ଢୋକିଲୁ, ଏବେ କହ ଗୁଡ୍ ମର୍ଣ୍ଣିଂ। ଗୁଡ୍ ମର୍ଣ୍ଣିଂ। ଗୁଡ୍ ମର୍ଣ୍ଣିଂ ଆଇ ବି କହ। ଏବେ ଚାଲନ୍ତୁ ଆପଣମାନଙ୍କୁ ଦେଖଉଛି ଗାଡ଼ି ପାଖକୁ ଯାଇ କଥା ହେବା ଫାଇନାନ୍ସ ବିଷୟରେ। ଆଉ ମଧ୍ୟ ଏପଟେ ମଧ୍ୟ ରୋଟର ରହିଛି, ଏପଟେ ଗୋଟେ ରହିଛି ସୋନାଲିକା ରୋଟର, ଆଉ ଗୋଟେ ରୋଟର ପୁଣା ରୋଟର ସେପଟେ ମଧ୍ୟ ଅଛି। ଏ ରୋଟର ଦିଟା ଆଜ୍ଞା ନଗଦ ପଇସା। ଏ ଦିଟା ଆଜ୍ଞା ନଗଦ, ୟା ଦେହରେ ଫାଇନାନ୍ସ କୌଣସି ନାହିଁ। ଏ ଦିଟା ଆଜ୍ଞା କ୍ୟାସ୍ରେ କିଣା ହେଇଥିଲା। ତାପରେ ବାକି ରହିଲା ଆମର ଟଲି, ଯେଉଁଟା ଡଲା ବି ସେପଟେ ଅଛି। ଡଲା ଦେଖଉଛି, ସେଟା ବି କ୍ୟାସ୍ରେ କିଣା ହେଇଥିଲା। ଦେଖଉଛି ଆପଣମାନଙ୍କୁ ଡଲା। ଏଠି ରହିଛି ଡଲାଟି ମଧ୍ୟ ସିନ୍ଧୁଦୁର୍ଗାରୁ ଆଣିଥିଲୁ ଡଲା, କଟକର ସିନ୍ଧୁଦୁର୍ଗା ଡଲା ତ ଆପଣମାନେ ଜାଣିଥିବେ, କେତେ ପୁରୁଣା କମ୍ପାନୀ ସିଏ। ଡଲାଟି ମଧ୍ୟ ଭଲ ଲାଗିଥିଲା, ଯାଇଥିଲୁ ଦେଖିକି ଆଣିଥିଲୁ। ଡଲାଟି ପପ ରାତିରେ ଧାନ ବୋଉଥିଲା ଗତ ବର୍ଷ। ଧାନ ବୋଇଲା ବେଳେ ଗୋଟେ ନାଳ ଥିଲା, ନାଳର ଗୋଟେ ବାଁ ସାଇଡ଼୍ରେ ପୋଲ ଥିଲା। ସେ ପୋଲରେ ଦେଖନ୍ତୁ ଏଇଟା ବାଡ଼େଇ ଦେଇଥିଲା ପପ ନିଦା ଭଳିଆରେ। ଏଇଟା ବେଣ୍ଡ ହେଇଯାଇଛି, ବାକ୍ସଟି ବେଣ୍ଡ ହେଇଯାଇଛି ପୁରା। ଆଉ ସାଙ୍ଗମାନେ ଡଲାରେ ମଧ୍ୟ ନମ୍ବର ରହୁଛି, ଆମେ କେତେବେଳେ ସର୍ଟ ଭିଡ଼ିଓ ପକାଇ ଦେଉଛୁ, ଡଲା ଫଲା ଭିଡ଼ିଓ ପକାଇ ଦେଉଛୁ। ଯେଉଁମାନଙ୍କର ଆବଶ୍ୟକ ଥିବ କିଛି କଥା ହେବାର କଲ୍ କରିବେ, ନହେଲେ ଅଲଗା କଥା କିଛି ଯଦି କାମ କିଛି ନଥିବ ଫୋନ୍ କରି ହଇରାଣ କରିବେ ନାହିଁ। ଯଦି କରିବେ ଆମେ ବାଧ୍ୟ ହେଇ ନମ୍ବର କାଟିବାକୁ ପଡ଼ିବ, ଆମକୁ କିଛି ଲାଭ ହେବନି। ଏବେ ଆଜ୍ଞା ନମ୍ବର ଯଦି ଆବଶ୍ୟକ କିଛି ଅଛି କଲ୍ କରନ୍ତୁ, ଯଦି ଆବଶ୍ୟକ କିଛି ନାହିଁ କରିବେ ନାହିଁ। ନମ୍ବର ଆମେ ଗୋଟେ ଭିଡ଼ିଓରେ ମନେ ରହୁନି, ପକାଇ ଦେଉଛୁ, ଏଡ଼ିଟିଂ କଲାବେଳେ ବି ମନେ ରହୁନି, ଟାଇମ୍ କମ୍। ଆପଣମାନେ ଦେଖୁଥିବେ ଆମେ ସବୁ କାମ ଭିତରେ ବି ଭିଡ଼ିଓ ଯେଉଁ ବାଟେ ହେଲେ ଟିକେ କରିକି ପକାଉଛୁ। ତା ଦେହରେ ସବୁ ସମୟ ବରାବର ମାଇଣ୍ଡ ସବୁବେଳେ ବି ଠିକ୍ ରହୁନି।
एमती कथा रही आसतु ए कथा मेसी गाड़ी विषय में। यहाँ आम प्रथम गाड़ी फास्ट गाड़ी यहाँ मेसी गाड़ी आनी ये गाड़ी जो फास्ट बाहर थिला डायनाट्रैक रो प्रथम मॉडल टी गाड़ी आम परचेज करूँ मेसी एपटे रही मेसी मेसी तो आपने जानी थे पूरा दमदार इंजिन तार ये गाड़ी टी सांग मैंने 4 वर्ष प्लस हो गला ये गाड़ी टी फाइनान्स रे आनी अल्प किसी फाइनान्स करूँ जोटा कि ये गाड़ी आसबार 5 मंथ 6 मंथ भितर आम सेटा को फेरे क्लोज कर देइथिलु लोन अमाउंट पूरा क्लोज करी गाड़ी टी क्लियर हो जाइथिला मेसी गाड़ी टी आउ बाकी रहा महिंद्रा गाड़ी पाखु जीवा तापर देखिपे मेसी गाड़ी चली एबे भी काम रिपेयरिंग होइतिला आग फ्रंट एक्सेल ऑयल सील पड़े आपने देखिए वीडियो भी पकई एपटे रही महिंद्रा गाड़ी टी एबे आसी सीजन आसी माने 6 मंथ पाखापाखि हम ये गाड़ी टी फाइनान्स अच्छी अल्प किसी लोन कराई ये गाड़ी फाइनान्स अच्छी मासक किस्ती आसी जाऊँगी केते किस्ती आसुच्ची आपण मानकर बारंबार प्रश्न थिला ये गाड़ीर किस्ती मासक 18,000 पाखापाखि आसुच्ची ये गाड़ीटीर केवल इंजिन ही फाइनान्स थिला रोटावेटर फोटावेटर किसी ना सेगुड़ा सब कैश रे आनी आउ बाकी रहा गाड़ीर देखिपे गाड़ीर लुक महिंद्रा गाड़ी विषय भी आपने जानी महिंद्रा तो केमितिका तार ब्रांड सब तार केमितिका गाड़ी सब एवं मुझे देखा आपण गाड़ी भलसे एपटे केवल गाड़ी रखार उद्देश्य छाई पाई गाड़ी रखाई कहीं दांडपटे पूरा खरा हो एपटे मेसी गाड़ी एमती रही सांग मैंने आउ बाकी रहा आपण मानकर प्रश्न रही गाड़ी रेट केते सांग मैंने गाड़ी रेट तो सब बेले अप एंड डाउन होता है सेटा केवल आपण मैंने बराबर जानीपर आपण मान पाख डीलर सहित जोगाजोग कले आपण मैंने सठिक रेट जानीपर केवल मुझे कहि सांग मैंने 4 वर्ष तले मेसी गाड़ी आनी ये यहाँ 50 HP गाड़ी 254 DI मेसी फर्गुसन यार बड़ चका रही 14,928 आग चका रही 9,520 यही गाड़ी टी जो आनी आम 50 HP गाड़ी ये गाड़ी ठू आमर 4 वर्ष तलठू एबे महिंद्रा गाड़ी जो आनलु आमको नेट पूरा 70,000 टंका कम पड़ला ये खाली कहीपर 70,000 टंका कम पड़ला कहीं टैक्स फैक्स किसी समथिंग एमती किसी कमी ये गाड़ी महिंद्रा गाड़ी रही बड़ चका 16,928 रही आग चका रही 11,220 आग चका रही ये गाड़ी मेसी गाड़ी ठू या टायर टे बड़ रही महिंद्रार खाली ये कहि आउ रेट तो आपण मैंने चाहिए पाख शोरूम रे जोगाजोग करी डीलर सहित रेट जानीपर रेट केबे तो स्थिर न थाए आम आनी महिंद्रा गाड़ी 6 मंथ हो गलानी ताधरे एबे तो हुए तो कमी जाइपे 5,000 हुए तो 5,000 बढ़ी जाइपे सेमती रेट तो आम कहीपरू ना ये रेट केवल शोरूम रे कहीपर आउ बाकी रहा गाड़ी विषय गाड़ी चली एबे तो मेंटेनेंस किसी आमर आसीनी अल्प अल्प मेसी गाड़ी अल्प अल्प आसूची मेजर प्रोब्लेम भी किसी आसीनी महिंद्रा गाड़ी तो नुआ अच्छी एबे तो यार किसी आवश्यक हैनी एपटे पागिली पाखे टुणु टुणु कौन नहीं किलो मुझे शोई पड़ी आम टुणु टुणु टी हाल कही दियो टुणु किसी कहनी खाली हसीदब टे पागिली पाखे टुणु अच्छी छुआ एपटे टमाटो पियाज काटुंट तरकारी सेपटे सांग मैंने बो पूरा गोटे स्पेशल आइटम तैयारी कर देखा देखूँ यहाँ पूरा आलू लंका रसुण गोटे सब छेचा होती आलू रेट सस्ता अच्छी जिते प्रकार आलूर आइटम अच्छी आमर से प्रकार बो ये प्रस्तुत करदब आलू आमर यहाँ बो कि आलू पचा अधा भल अधा पचा जोगुड़ा सब दागी आलू कह जाए सांग मैंने बो से कहीपरनी दागी आलू जो गुड़ा कहुए से आलू गुड़ा भी नष्ट ना गाँव में देखिपे सी केमी सब छेचा हो स्पेशल आइटम से हम से बराटा मत बहुत टेस्ट लगे खायापी छेचा चलती छेचा सरीगले
ପ୍ରସ୍ତୁତ ହେଇଯିବ ବରା। ଏପଟେ ଟୁଣୁ ମଧ୍ୟ ଡାକୁଛି ମତେ, ମୁଁ ପଳେଇଲା ବେଳକୁ କହୁଛି ଓ, ଫେର ଆସିଲା ବେଳକୁ କିଛି କହୁନି। ଟୁଣୁ ଟିକେ କହିଦିଅ କେମିତି ଡାକିଲୁ? ଟୁଣୁ କେମିତି ଡାକିଲୁ? ଫୋନ ନବ ସେ। ଟୁଣୁ ଫୋନ୍ ଟିକେ ନବା ପାଇଁ ହାତ ବଢଉଛି। ଟୁଣୁ 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 ଆଜି ଆଇସ୍କ୍ରିମ୍ ଗୋଟେ ଖାଇଦେଇଛି। ଟୁଣୁ ଆଜି ଆଇସ୍କ୍ରିମ୍ ଗୋଟେ ଖାଇଦେଇଛୁ ନା? ପାଗିଳି ଖାଉଥିଲା ତା ପାଖରେ ଟିକେ ଚାଟି ଦେଇଛି ଆଇସ୍କ୍ରିମ୍ ଆଜି ଟୁଣୁ, ନଡ଼ିଆ ମଲେଇ ପୁରା।